ରାସ୍ତାରେ ଗଡୁଛି ଇନଭ୍ୟାଲିଡ ଗାଡ଼ି। ଚିର ନିଦ୍ରାରେ ଆରଟିଓ ବିଭାଗ। ସରକାରଙ୍କ ନିୟମ ଭାଙ୍ଗୁଛି ସରକାରୀ ବିଭାଗ। ଏମିତିକି ଚିଠି ପରେ ଚିଠି ଲେଖିଛି ବିଭାଗ, କିନ୍ତୁ ସବୁ ଜାଣି ଚୁପ୍ ବଡ଼ ବାବୁ। ଆମେ କହୁଛୁ ଦୁଇ ବିଭାଗ କଥା। ଗୋଟିଏ ହେଉଛି କେନ୍ଦ୍ର ସରକାରଙ୍କ ଫୁଡ୍ କର୍ପୋରେସନ ଅଫ୍ ଇଣ୍ଡିଆ, ଅନ୍ୟଟି ରାଜ୍ୟ ସରକାରଙ୍କ ଆଞ୍ଚଳିକ ପରିବହନ ବିଭାଗ। ତେବେ ଆସନ୍ତୁ ଜାଣିବା ପୁରା ଘଟଣା। ଫୁଡ୍ କର୍ପୋରେସନ ଅଫ୍ ଇଣ୍ଡିଆର ଷ୍ଟୋରେଜ ଓ କଣ୍ଟ୍ରାକ୍ଟ ଡିଭିଜନ ଏକ ଚିଠି ସମସ୍ତ ରାଜ୍ୟର କ୍ଷେତ୍ରୀୟ କାର୍ଯ୍ୟାଳୟକୁ ପଠାଯାଇଛି। ଏହି ଚିଠିରେ ସ୍ପଷ୍ଟ ଲେଖାଯାଇଛି ଖାଦ୍ୟଶସ୍ୟ ଟ୍ରାନ୍ସପୋର୍ଟ ବେଳେ କମର୍ସିଆଲ ଗାଡ଼ିକୁ ଓଭରଲୋଡିଂ ନ କରିବା ପାଇଁ। ଭିଜିଲାନ୍ସ ଡିଭିଜନ ଖାଦ୍ୟଶସ୍ୟ ପରିବହନ ବେଳେ ଗାଡ଼ିରେ ଓଭରଲୋଡ୍ ନେଇ ବାରମ୍ବାର ଅଭିଯୋଗ ପାଇବା ପରେ ଭାରତୀୟ ଖାଦ୍ୟ ନିଗମ ଏହି ଚିଠି କରିଥିଲା। କିନ୍ତୁ ଭଦ୍ରକ ଜିଲ୍ଲା ରାଣୀତାଲଠାରେ ଥିବା ଭାରତୀୟ ଖାଦ୍ୟ ନିଗମରୁ ଚାଉଳ ପରିବହନ ବେଳେ ଏହି ନିୟମର ଉଲ୍ଲଂଘନ ହେଉଥିବା ଅଭିଯୋଗ ହୋଇଥିଲା। ଏକାଧିକ ଭ୍ୟାଲିଡିଟି ନଥିବା ଗାଡ଼ିରେ ଆବଶ୍ୟକତାଠାରୁ ବହୁ ଓଜନର ଚାଉଳ ବସ୍ତା ଓ ସିମେଣ୍ଟ ବସ୍ତା ରେଲୱେ ସାଇଡିଂକୁ ପରିବହନ ହେଉଥିବା ଦେଖିବାକୁ ମିଳିଛି। ତେବେ ଏହି ପରିବହନରେ ନିୟୋଜିତ ଅଛନ୍ତି ଏମିତି ଅନେକ ଟ୍ରକ୍ ମଧ୍ୟ ପରିବହନରେ ଲାଗିଛନ୍ତି ଯେଉଁ ଗାଡ଼ିର ବୟସ ସମାପ୍ତ ହେବା ସହ ଇନ୍ସୁରାନ୍ସ ଫିଟନେସ୍ ମଧ୍ୟ ନାହିଁ। ଘଟଣାକୁ ନେଇ ଭଦ୍ରକ ଆଞ୍ଚଳିକ ପରିବହନ ବିଭାଗର ଅଧିକାରୀ କହିଛନ୍ତି ଯେ ଆମେ ନିୟମିତ ଭାବେ ଚେକିଂ କରି ଧାର୍ଯ୍ୟ ଜରିମାନା କରୁଛୁ। ଏହି ଅଭିଯୋଗ ଆସିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି। ଗାଡ଼ିଗୁଡ଼ିକର ତାଲିକା ମଧ୍ୟ ପ୍ରଦାନ କରାଯାଇଛି। ଖୁବ୍ ଶୀଘ୍ର ଗାଡ଼ିଗୁଡ଼ିକୁ ଠାବ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ ଆରଟିଓ ଅଧିକାରୀ। ହେଲେ ଆଜି ବି ଅନେକ ଗାଡ଼ି ରାସ୍ତାରେ ଦେଖିବା ପରେ ଆରଟିଓ ସାର୍ଙ୍କୁ ସାର୍ ଆସିବା ତ ଦୂରର କଥା, ଆମ ପ୍ରତିନିଧିଙ୍କ ଫୋନ୍ ଉଠାଉନାହାନ୍ତି। ଏଥିରୁ ଜଣାପଡ଼ୁଛି ଆରଟିଓ ସାର୍ ଓ ଗାଡ଼ି ମାଲିକଙ୍କ ମଧ୍ୟରେ କିଛି ଡିଲ୍ ହୋଇଛି। ଆରଟିଓ ଅଧିକାରୀମାନେ ଖାଲି ଛୋଟ ଛୋଟ ଗାଡ଼ିକୁ ଫାଇନ୍ ମାରିବ କାମ ବଡ଼ ଗାଡ଼ି ମାଲିକଙ୍କ ଠାରୁ ପଇସା ନେଉଛନ୍ତି କି? ବ୍ୟୁରୋ ରିପୋର୍ଟ, ଓଡ଼ିଶା 24 ନ୍ୟୁଜ୍। ଅବଗତ ହେଇଛି ଗୋଟେ ଲିଷ୍ଟ ଅଫ୍ ଭେହିକିଲ୍ସ ମିଳିଛି ଆଉ ଅଲରେଡି ଏନଫୋର୍ସମେଣ୍ଟ ଟିମ୍ को ଇନଷ୍ଟ୍ରକ୍ସନ ଦିଆଯାଇଛି। ସମ୍ମାନିତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ନିର୍ଦ୍ଦେଶ କରାଯାଇଛି ଏହି ଗାଡ଼ିକୁ ରାସ୍ତା ପାଇଲା ପରେ ଆକ୍ସନ ନେବା ପାଇଁ ଅଲରେଡି କାଲି କମ୍ୟୁନିକେଟ୍ କରାଯାଇଛି ଆମ ଟିମ୍କୁ। ଆମେ ଗୋଟେ ରନିଂ ଭେହିକିଲ୍ ଯଦି ରାସ୍ତାରେ ପାଉ ତାକୁ ରାସ୍ତାରେ ଠିଆ କରୁ, ଡ୍ରାଇଭରକୁ ଡ୍ରାଇଭର ଲାଇସେନ୍ସ ଏବଂ ଗାଡ଼ିର କାଗଜପତ୍ର। ଯେମିତି ରୁଲ୍ସ ଅଫ୍ ରୋଡ୍ ଅଛି, ଆପଣ ଯେକୌଣସି ଯାନ ରାସ୍ତାକୁ ଆସିବ ତାର ବୈଧ ପ୍ରଥମ ହେଲା ତାର ରେଜିଷ୍ଟ୍ରେସନ ଭ୍ୟାଲିଡ୍ ଥିବା ଦରକାର, ପଞ୍ଜୀକରଣ ବୈଧ ଥିବା ଦରକାର, ଗାଡ଼ିର ବୀମା ଥିବା ଦରକାର, ଇନ୍ସୁରାନ୍ସ ଥିବା ଦରକାର ଏବଂ ଡ୍ରାଇଭର ବୈଧ ଲାଇସେନ୍ସ ଥିବା ଦରକାର। ଆଉ ଆପଣଙ୍କର ଯୋଉଟା କମର୍ସିଆଲ ଭେହିକିଲ୍ସ ହେଉଛି ତାର ପରମିଟ୍ ରହିବା ବାଧ୍ୟତାମୂଳକ। ତା ସହିତ ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ ସାର୍ଟିଫିକେଟ୍, ଯେତେବେଳେ ଆପଣ ଦେଖୁଛନ୍ତି ପ୍ରଦୂଷଣ ପ୍ରବଳ ଭାବରେ ବଢ଼ୁଛି, ତେଣୁ ପ୍ରଦୂଷଣ ନିୟନ୍ତ୍ରିତ ଅବସ୍ଥାରେ ଅଛି ବୋଲି ତାର ଗୋଟେ ସାର୍ଟିଫିକେଟ୍ ତା ପାଖରେ ରହିବା ଆବଶ୍ୟକ। ଆମର ଏନଫୋର୍ସମେଣ୍ଟ ଟିମ୍ର ନଜରରେ ଯାହା ଯାହା ଆସିଛି ଆମେ କରିଛୁ। ତେଣୁ ଆପଣ ଯେଉଁ କମ୍ପ୍ଲେନ୍ ଦେଇଛନ୍ତି ଯେଉଁ ଭେହିକିଲ୍ସ ଗୁଡ଼ାକ ଉପରେ ସେ ପର୍ଟିକୁଲାର ଲିଷ୍ଟ ତ ମୁଁ ସେୟାର କରିଛି ଅଲରେଡି। ମୋ ନଜର ଆସିଲେ ଏବଂ ଆମ ଡିପାର୍ଟମେଣ୍ଟର ଅଫିସର୍ସ ଯାହା ନଜରକୁ ଆସିବେ ସମସ୍ତେ ବାଧ୍ୟତା କେସ୍ କରିବେ, ସେଥିରେ କୌଣସି କାହାରିକୁ ସ୍ପେୟାର କରାଯିବନି। କାଲି ପରିବହନ ପ୍ରମାଣ ମଧ୍ୟ ଆପଣଙ୍କୁ ମିଳିଛି, ତାପରେ କିଛି ଆକ୍ସନ ନେବେ? ସେଭଳି କିଛି ପ୍ରମାଣ ପାଇନି ମୁଁ।